ଭାଇ ଆଜି ଆମେ କେଉଁଝର ମୁଁ ଯାଉଛି କିନ୍ତୁ ବାଟରେ ଆଜି କେଉଁଝର ବନ୍ଦ ବୋଲି ତ ମୁଁ ଆଜି ଜାଣିନଥିଲି। ମୁଁ ଆଜି ଜାଣିନାହିଁ କେଉଁଝର ବନ୍ଦ ବୋଲି, କିନ୍ତୁ ମୁଁ କେଉଁଝର ଆଜି ଯାଉଛି, ବାଟରେ ଦେଖିଲା ବେଳକୁ ଆଜି କେଉଁଝର ବନ୍ଦ। କାଲି ମୁଁ ଆନ୍ଦପୁର ଆସିଥିଲି, ଆନ୍ଦପୁରରେ କାଲି କିଛି କାମ ଥିଲା ରହିଯାଇଥିଲି। ତାପରେ ଆଜି ସକାଳୁ ବାହାରିକି ଗଲା ବେଳକୁ ଦେଖିଲା ବେଳକୁ କେଉଁଝର ବନ୍ଦ। ଆନ୍ଦପୁର ପଳେଇଲେ କିଛି ନାହିଁ, କିନ୍ତୁ ଘଟଗାଁ ପାଖରେ ପୁରା ରାସ୍ତା ପୁରା ଜାମ୍ କରିଛନ୍ତି। ଦେଖନ୍ତୁ ଏପଟରୁ ପୁରା ଟ୍ରକ୍ ଫକ୍ ସବୁ ବନ୍ଦ କରିଛନ୍ତି। ମୁଁ ଭାବିଲି ବାଇକ୍ ଫାଇକ୍ ବାଲା ସବୁ ଛାଡ଼ି ଦେଉଛନ୍ତି ବୋଧେ, ସେଥିପାଇଁ ଟ୍ରକ୍ ଗୁଡ଼ାକ ଖାଲି ବନ୍ଦ କରିଥିବ ବୋଲି। କିନ୍ତୁ ପାଖକୁ ଆସିଲା ପରେ ଜଣାପଡ଼ିଲା ଯେ ଏଠି ମାନେ ବାଇକ୍ ଫାଇକ୍ ସବୁ ହିଁ ବନ୍ଦ। ଆଗକୁ ଚାଲନ୍ତୁ ଦେଖିବେ ମାନେ ସବୁ ମାନେ ଯେତିକି ସବୁ ବାଇକ୍ ଫାଇକ୍ ଅଛନ୍ତି, ବାଇକ୍ ବାଲା ବସ୍ରେ ଦେଖନ୍ତୁ, ବସ୍ ମାନେ ଯେଉଁମାନେ କହନ୍ତି ବସ୍ରେ ଆସିଥିଲେ ସେମାନେ ଗୁଡ଼ା ତଳେ ବସିଥିବେ। ତଳେ ଦେଖନ୍ତୁ ତଳେ ତଳେ ଶୋଇଛି ଜଣେ ଭାଇ। ଆଉ ଆଗରେ ଯେଉଁ ବସ୍ ଯେଉଁ ଅଛି, ବସ୍ କେତେ ସମୟ ଆଉ ଅପେକ୍ଷା କରିବେ, କେତେ ସମୟ ଠିଆ ବସ୍ରେ ବସିବେ, ଗରମ ଲାଗିବ ବସ୍ଟାରେ ବସିଲେ। ଏଠି ଦେଖନ୍ତୁ ଲେଡ଼ିସ୍ ମାନେ କେମିତି ତଳେ ବସୁଛନ୍ତି। ଆଗରେ ଦେଖନ୍ତୁ ମୁଁ ଭାବୁଥିଲି ବାଇକ୍ ବାଲାକୁ ଛାଡ଼ିଦେବେ ବୋଲି, କିନ୍ତୁ ବାଇକ୍ ବାଲାକୁ ବି ଛାଡ଼ୁନାହାନ୍ତି। ସେପଟୁ ଜଣେ ଭାଇ କହନ୍ତି ଦେଖନ୍ତୁ ପଳେଇ ଆଇଲେ, କହନ୍ତି ଛାଡ଼ୁନାହାନ୍ତି ବୋଲି। ଆଉ ଏପଟରୁ ମାନେ ଇଏ ବି ଯାଉଛନ୍ତି ଜଣେ। ମୁଁ ବି ସେଇ ପାଖକୁ ଗଲି। ସେ ପାଖକୁ ଗଲା ପରେ ମୁଁ ଭାବିଲି ବାଇକ୍ ବାଲାକୁ ଛାଡ଼ୁଥିବ, କିନ୍ତୁ ବାଇକ୍ ବାଲାକୁ କାହାକୁ ବି ଛାଡ଼ୁନାହାନ୍ତି ସେଠି। ତ ପାଖକୁ ଗଲେ ଦେଖିବା, ପାଖକୁ ଚାଲନ୍ତୁ ଦେଖିବା। ସେଠି ମାନେ ପ୍ରବଳ ଲୋକ ଅଛନ୍ତି, ଯଦି ତାଙ୍କ ଭିତରୁ କିଏ ଜଣେ ଜଣେ ଏମିତି ଗଳିକି ପଳାଉଥିବେ। କିନ୍ତୁ ନର୍ମାଲି ଷ୍ଟ୍ରାଇକ୍ ହେଲେ ଯାହା ହେଲେ ବି ଯେଉଁଠି ଯାହା ହେଲେ ବି କହନ୍ତି ବାଇକ୍ ବାଲାକୁ ହିଁ ଛାଡ଼ି ଦିଅନ୍ତି। କିନ୍ତୁ ଏଠି ମାନେ ବାଇକ୍ ଦେଖନ୍ତୁ, ଏଠି କେତେ ଜଣ କେତେ ବାଇକ୍ ଦେଖନ୍ତୁ ଠିଆ ହେଇଛନ୍ତି। ମାନେ ପ୍ରବଳ ମାନେ ସଭିତୁଙ୍କୁ ଏଠି ମାନେ ଛେକି ଦେଇଛନ୍ତି। ବାଇକ୍ ବାଲାଙ୍କୁ ତ ଛାଡ଼ିଦେବା କଥା ଆକ୍ଚୁଆଲି। ବାଇକ୍ରେ ବି ତ କିଏ କେଉଁଠି ଯାଇପାରିବ ନା, କାହାର କ'ଣ ଏମର୍ଜେନ୍ସି ଥିବ, ଇଏ ଥିବ, କାର୍ ଫାର୍ ତ ବସ୍ ବି ଚାଲୁନାହିଁ, କେତେବେଳେ ବି କିଏ କେଉଁଠି ଯିବା ଦରକାର ନା। ବାଇକ୍ ବାଲାଙ୍କୁ ଛାଡ଼ିଦେବା କଥା। ବାଇକ୍ରେ ଯାହା ତୁମେ ଯିବ ନା, ତୁମେ ଆଉ ତୁମେ ଷ୍ଟ୍ରାଇକ୍ ହେଲା ବୋଲି ଆଉ ତୁମେ ରହିବ କି ଆଉ ଏମିତି ତୁମର କାହାର କ'ଣ କାମ ଥିବ, କିଏ ଜାଣିଛି କାହାର କ'ଣ କାମ ଥିବ ବୋଲି। କିନ୍ତୁ ସେ ବାଇକ୍ ବାଲାକୁ ବି ଏଠି ଛାଡ଼ୁନାହାନ୍ତି, କାହାକୁ ଛାଡ଼ୁନାହାନ୍ତି। ଏଠି ପାଖାପାଖି ଅଧଘଣ୍ଟେ ଠିଆ ହେଲା ପରେ ତାପରେ ସେଠି ଜଣେ ଭାଇ ଥିଲେ, ସେ କହିଲେ ଯେ ସାଇଡ଼୍ରେ ଗୋଟେ ରାସ୍ତା ଅଛି ଯିବା ପାଇଁ। ତ ସେଇଠି ମୁଁ ବି ଜାଣିନଥିଲି ସାଇଡ଼୍ରେ ଗୋଟେ ଜଙ୍ଗଲ ପଟ ଗୋଟେ ରାସ୍ତା ଅଛି ବୋଲି। ସେଇଠି କିନ୍ତୁ ଆମେ ଠିଆ ହେଲୁ, ମୁଁ ପାଖାପାଖି ଅଧଘଣ୍ଟେ ଖଣ୍ଡେ ଠିଆ ହେଲି ସେଇ ସାଇଡ଼୍ରେ। ଠିଆ ହେଲା ପରେ ଏଠି ଦେଖନ୍ତୁ କେତେ ଭିଡ଼ ଅଛି। ସମିତେ ପ୍ରବଳ ମାନେ ଏପଟ ସେପଟ ପ୍ରାୟ ସେ ମାନେ ସେପଟରୁ ଯେଉଁମାନେ ଆସୁଥିଲେ ବି ସେପଟ ମାନେ ସେପଟଟା ବି ବ୍ଲକ୍ କରି ରଖିଛନ୍ତି, ଏପଟଟା ବ୍ଲକ୍ କରି ରଖିଛନ୍ତି। ଯିଏ ବି ମନ୍ଦିରକୁ ଯିବ ଏଇଠୁ ଗାଡ଼ି ରଖି ସେ ଚାଲି ଚାଲିକା ଯିବ ମନ୍ଦିରକୁ, ଫେଣି ମନ୍ଦିରରୁ ଆସିବ, ଆସିଲା ପରେ ଫେଣି ଏଇଠି ଆଉ ଥରେ ଆସିବ, ଏଇଠିକି ଆସିଲା ପରେ ଏଇଠୁ ତାପରେ ଗାଡ଼ି ନେଇକି ତାର ଯିବ। କିନ୍ତୁ ଏତେବେଳେ ଗାଡ଼ି ଏଠୁ ଛାଡ଼ିବେନି ସେମାନେ। ତ ଏଇଠି ମୁଁ ଠିଆ ହେଲି। ତାପରେ ମାନେ ଯିବାର ଅଛି ନା, ବହୁତ ଲେଟ୍ ହେଇଗଲାଣି। ଆଉ କେତେ ସମୟ ଭାଇ ଠିଆ ହେବ ଜଣେ। ଏଇଠି ଠିଆ ହେଲୁ। ତାପରେ ଆଉ ଜଣେ ଭାଇ ଥିଲେ, ସିଏ ହିଁ କହିଲେ ଯେ ସେ ଭିତର ବାଟେ ଗୋଟେ ରାସ୍ତା ଅଛି ବୋଲି। ସେଇଟା ତ ମୁଁ ବି ଦେଖିନଥିଲି। ତାପରେ ମୁଁ ଭାବୁଥିଲି ଏଇଠି ମାନେ କହନ୍ତି କିଛି ସମୟ ଠିଆ ହେଲା ପରେ ଏମାନେ ଛାଡ଼ିଦେବେ ବୋଲି। ଆଉ ଏଠି କେତେ ସମୟ ଆଉ କହନ୍ତି ଇଏ କରିବେ, ଛାଡ଼ିଦେବେ ବୋଲି ଭାବୁଥିଲି। କିନ୍ତୁ ତାପରେ କ'ଣ ହେଲା ନା, ସିଏ ଛାଡ଼ି ନାହାନ୍ତି। ତାପରେ ସେ ଯେଉଁ ଭାଇ କହୁଥିଲେ ଭିତର ଆଡ଼ୁ ରାସ୍ତା ଅଛି ବୋଲି, ସିଏ ଆଗରେ ହେଇକି ଗଲେ। ତାପରେ ମୁଁ ପିଛରେ ଯାଉଛି। ଏଇ ଜଣେ ଅଙ୍କଲ ଏଇଠି ଠିଆ ହେଇଛନ୍ତି। ଦେଖନ୍ତୁ ସେ ଆଗରେ ସେ ବାଇକ୍ଟା ଗଲା, ଆଗଟା ପୁରା ଖାଲି ଖାଲି ଅଛି। ମୁଁ ବି ଗାଡ଼ିଟା ଉପରକୁ ଉଠେଇଲିନି, ଦେଖିଲିଣି ସେ ଗାଡ଼ିଟାକୁ ଦେଖନ୍ତୁ ଆଗରେ ଆଣି ରଖୁଛନ୍ତି। ତାପରେ ସେଇ ଯେଉଁ ଅଙ୍କଲ ଯିଏ ଅଛନ୍ତି ସିଏ କହୁଛନ୍ତି ତୁମେ ଗାଡ଼ିଟାକୁ ଆଗକୁ ନିଅନି ବୋଲି, କହୁଛନ୍ତି ତାଙ୍କ ଗାଡ଼ିରେ ବାଜିବ, ତୁମେ ଆଗକୁ ନିଅନି ବୋଲି। ଭାଇ ମୁଁ ତ ଦେଖୁଛ କହନ୍ତି ମୁଁ ଆଗରେ କହନ୍ତି ଗାଡ଼ିଟା କହନ୍ତି ଉଠେଇଲିଣି ଯିବି ବୋଲି, ତୁମେ ଗାଡ଼ିଟାକୁ ଆଗରେ ଥୋଇଲେ ମୁଁ ଗାଡ଼ିଟାକୁ କେମିତି ନେଇକି ଯିବି ଆଗରେ? ଆଉ ତୁମେ ଗାଡ଼ିଟା ଥୋଇଲେ ତ ଆଗରେ ବାଜିବ ନା। ଦେଖନ୍ତୁ ସେ ଅଙ୍କଲ ବି କହୁଛନ୍ତି ନା ଆଗକୁ ସେ ଗାଡ଼ିଟାକୁ ଆଗକୁ ଆଣ ନାହିଁ, ବାଜିବ ବୋଲି। ଆରେ ଭାଇ ମୁଁ ଯାଇସାରିଲା ପରେ ତୁମେ ସିନା ଗାଡ଼ିଟାକୁ ସାଇଡ଼୍ କରିବ, ସେଠି ରଖିବ ନା। ମୁଁ ଠିଆ ହେଇଥିଲେ ମୁଁ ଗାଡ଼ିଟା ଦେଇନାହିଁ, ତୁମେ ମୁଁ ଉପରେ ଠିଆ ହେଇଛି, ତୁମେ ଗାଡ଼ିଟାକୁ ଇଏ କରିବ। ଆଉ ଠିକ୍ ଅଛି, ସେଠି ତ ମୁଁ ପଳେଇ ଆଇଲି ସାଇଡ଼୍ ହେଇକି। ତାପରେ ଏ ରାସ୍ତାଟା ମୁଁ ଦେଖେବି, ସେ ମାନେ ସେ ଭିତର ରାସ୍ତାଟା ଯେତେବେଳେ ବି କିଛି ଏମିତି ଷ୍ଟ୍ରାଇକ୍ ଫାଇକ୍ ହେବ, ସେ ଭିତରଟେ କେମିତି ଯାଆନ୍ତି ମୁଁ ସେଇଟା ଦେଖେବି। ତାପରେ ସେଠୁ ମୁଁ ପଳେଇଲି ଯାହା ବି ହେଲେ। ତାପରେ ସେ ଭାଇ ଜଣେ ଯାଇକି ସେଠି ଅପେକ୍ଷା କରୁଛନ୍ତି, ସେ ଭାଇ ଆଗରେ ସେ ଠିଆ ହେଇଛନ୍ତି ସେଠି। ଆଉ ଦୁଇ ଜଣ ଆମ ସହିତ ଆସୁଥିଲେ, ସେ ଆମେ ତାଙ୍କ ପାଇଁ ଟିକେ ଅପେକ୍ଷା କଲୁ କି ସେମାନେ ଆସିବେ ବୋଲି। କାହିଁକି ସେମାନେ ଆଉ ଦେଖିଲୁ କିଛି ସମୟ, ଆଉ ସେ ତ ଆସିଲେନି। ଆଉ ତ କେତେ ସମୟ ଆମେ ଠିଆ ହେବ, ସେଠି ତ ଅଲରେଡ଼ି ଏତେ ସମୟ ହେଲା ଠିଆ ହେଲୁଣି ଆମେ। ଆଉ କେତେ ସମୟ ଠିଆ ହେବ? ଏଇ ଭିତର ରାସ୍ତାଟା କେମିତି କ'ଣ ମୁଁ ଜାଣିନାହିଁ, ଏଇଟା ଜଙ୍ଗଲ ରାସ୍ତା ବୋଲି। ସେ ଭିତରକୁ କେବେ ବି ଆଜି ବୋଲିକା ମୁଁ ହିଁ ପଶି ହିଁ ନାହିଁ ସେ ଭିତରକୁ। ତ ଯିବା ଦେଖିବା ସେ ଭିତରଟା କେମିତି ରାସ୍ତାଟା, ଦେଖିବା ଟିକେ ଭିତରେ ଆଉ ସେ ଭିତରଟା କେମିତିଆ ରାସ୍ତାଟା କ'ଣଟା ଆଉ। ସେ ଭାଇ ବି କହନ୍ତି ଅପେକ୍ଷା କରିଥିଲେ, ମାନେ ଜଙ୍ଗଲଟା ନା, ଏକା ଦୁଇ ଜଣ ଯିବାଟା ଠିକ୍ ନୁହେଁ। ଆମେ ବି ଜାଣିନାହୁଁ ସେ ଭିତର ରାସ୍ତାଟା କେମିତିଆ ବୋଲି। ସେଥିପାଇଁ ସେ କହିଲେ ଆସିଲେ ସାଙ୍ଗରେ ଯିବା ବୋଲି କହିକି ଠିଆ ହେଇଥିଲୁ। ତାପରେ ଏତେ ସମୟ ହେଲା ଯେତେବେଳେ ନ ଆସିଲୁ, ଯେତେବେଳେ ସେମାନେ ନ ଆସିଲେ ଯେତେବେଳେ, ତ କ'ଣ କରିବା ଚାଲ ପଳେଇବା ବୋଲି କହିଲି। ତାପରେ ଆସିଲୁ ଆମେ ଆଉ।
ଭିତରଟା ପୁରା ମାନେ ଏଇଟା ରାସ୍ତା ମାନେ ନର୍ମାଲ ରାସ୍ତା ଅଛି, ଭିତରେ ଗୋଟେ ଗାଁଟେ ଅଛି। ମାନେ ଏମିତି ରାସ୍ତା ନୁହେଁ, ଭିତରେ ଗୋଟେ ଗାଁଟେ ଅଛି, ଦେଖିବ ଗୋଟେ ଗୋଟେ ଗାଁଟେ ଅଛି। ପୋଖରୀଟେ ଗୋଟେ ବଡ଼ ପୋଖରୀଟେ ବି ତା ଭିତରେ ପୋଖରୀ ଅଛି। ସେଇ ଦେଖନ୍ତୁ ଆଗରୁ ଜଣେ ଭାଇ କହନ୍ତି ସେଇ ବାଟେ ହିଁ ସର୍ଟକଟ୍ରେ ହିଁ ପଳେଇ ଆଇଲେ, ଏପଟେ ଛାଡ଼ୁଛନ୍ତି ଯେମିତି। ତ ଆସିଲେ ଆମେ ବି ସେଇ ବାଟେ ଗଲୁ ଆଗକୁ। ତାପରେ ଆମେ ଭାବୁଥିଲୁ ଏଇଟା ଗୋଟେ ରାସ୍ତାଟା, ଆମେ ଭାବିଲୁ ଏଇ ରାସ୍ତାଟା ବୋଲି, କିନ୍ତୁ ଏଇ ରାସ୍ତାଟା ନୁହେଁ, ଆଗରେ ରାସ୍ତାଟା ବୁଲିକି ଯାଇଛି। ଆଉ ସେ ଭାଇ ବି କହିଲେ ଏବାଟେ ନୁହେଁ ସେପଟେ ବୁଲିକି ଯାଉ ବୋଲି। ତ ଆମେ ଆଉ ଥରେ ଫେଣି ସାଇଡ଼୍ କରିକି ତାପରେ ଏପଟେ ଫେଣି ସିଧା ଆସିଲୁ। ଆସିଲା ପରେ ବି ଚଳିବ, ଏଇଟା ଗୋଟେ ଗାଁଟା, ଗୋଟେ ଭିତରଟା ଗୋଟେ ଗାଁଟା ଅଛି। ସେଇଟା ବାହାରୁ ଦେଖିଲେ କେହି ଜାଣିବେନି ଯେ ଏଇଟା ଗୋଟେ ଗାଁ ଅଛି ବୋଲି। ଏଇଟା କିନ୍ତୁ ଭିତରେ ଗୋଟେ ଗାଁଟେ ଅଛି, ଏଇଟା ଗୋଟେ ଦେଖ ପକ୍କା ରାସ୍ତା ଅଛି ଗାଁଟା ଭିତରେ। କିନ୍ତୁ ସେଠି ସିନା ରାସ୍ତା ନଥିଲା, ଏଇଠି ଭିତରେ ବି ପକ୍କା ରାସ୍ତାଟା ଅଛି, ଗାଁଟା ଗୋଟେ। ତ ସେଇ ଗାଁ ବାଟେ ପଶିକି ଆସିଲୁ। ତାପରେ କ'ଣ ଏଇ ଗାଁ ନା ବି ମୁଁ ବି ଜାଣି ନାହିଁ କି ଏ ଭିତରକୁ କେବେ ବି ଆସିନଥିଲି। ତ ଆଜି ଦରକାର ପଡ଼ିଲା ତ ୟୁଜ୍ ହେଇଗଲା, ଆଉ କିଛି ଅସୁବିଧା ନାହିଁ। ତାପରେ ଆମେ ଆସିଲୁ। ରାସ୍ତା ବି ମାନେ ମାଟି ରାସ୍ତା ଅଛି, ମାନେ ନର୍ମାଲି ମାଟି ରାସ୍ତାଟା ଅଛି। ଯଦି ବର୍ଷା ଦିନ ହେଇଥାନ୍ତା, କାଦୁଅ ହେଇଥାନ୍ତା, ତାହେଲେ ଆସି ହେଇନଥାନ୍ତା। ମୁଁ ଭାବୁଛି ରାସ୍ତାଟା ମାଟି ରାସ୍ତାଟା ଥିଲା। ତାପରେ ବି ମାଟି ରାସ୍ତା ହେଇଥିଲେ ବି କହନ୍ତି ନର୍ମାଲି ସଦାବେଳେ ଚଲାବୁଲା କଲେ ବି ତ ମାଟି ରାସ୍ତାଟା ବି ଟାଣ ହେଇଯିବ ନା। ତ ସେଇଭଳିଆ ଅଛି। ଏ ଆଗରେ ଗୋଟେ ଏଇଟା ଏଇଟା ଗୋଟେ ସାଇଡ଼୍ରେ ଗୋଟେ ବଡ଼ ପୋଖରୀଟା ଗୋଟେ, ଏଇଟା ଗୋଟେ ବଡ଼ ପୋଖରୀଟା ଗୋଟେ ଅଛି ଗୋଟେ ସାଇଡ଼୍ରେ। ତ ରାସ୍ତାଟା ଏଇଠି ରାସ୍ତାଟା ଯେତେବେଳେ ବି ଯିଏ ଯଦି କେଉଁଠି ଯଦି ମାନେ ସେମିତି ଷ୍ଟ୍ରାଇକ୍ ଫାଇକ୍ ହେଲେ ତ ଆଉ ଥରେ ବି ଏଇ ରାସ୍ତାଟା ମନେ ରଖିଥିବେ। ଏଇ ରାସ୍ତାଟା ସିଧା ଏଇ ବାଟେ ଦେଇକି ହିଁ ଆସିପାରିବେ ଆପଣ। ତ ଯିବା ଆଗରେ ସେପଟେ ଗୋଟେ ସେପଟରେ ଆଉ ଗୋଟେ ଗାଁ ଅଛି ଭିତରେ, ସେପଟରେ ଗୋଟେ ଗାଁଟେ ଅଛି। ତ ଆମେ ସିଆଡ଼େ ଯିବୁନି, ଆମେ ଘଟଗାଁରେ ଯାଇକି କେମିତି ବାହାରିବୁ। ଘଟଗାଁରେ ବାହାରିଲା ପରେ ତାପରେ ସେ ବାଟେ ଦେଇକି ଯିବୁ। ସେ ତାପରେ ଘଟଗାଁରେ ବି ସେ ଆଗରେ ବି ମନ୍ଦିର ଆଗରେ ବି ସେଠି ବି ଷ୍ଟ୍ରାଇକ୍ କରୁଛନ୍ତି ଆହୁରି। ମୁଁ ଜାଣିନଥିଲି, ସେ ଆମର ସେଇଠି ଜଣେ କହନ୍ତି ସାଙ୍ଗ ପିଲା ବିଷୟରେ ଜଣେ ହେବେ, ତାଙ୍କ ସେ ଆମର ଜଣେ ଭାଇ ଜଣେ ହେବେ, ସିଏ କହନ୍ତି ତାଙ୍କ ଘର ସେଇଠି। ସିଏ ତାଙ୍କ ପାଖକୁ ଗଲା ପରେ ସିଏ କହିଲେ ଯେ ସେବାଟେ ନୁହେଁ ଏବାଟେ କହନ୍ତି ଯିବା ବୋଲି କହିଲେ। ସିଏ ତାଙ୍କ ପିଛେ ପିଛେ ଆସିଥିଲେ, କିନ୍ତୁ ଇଏ ଭାଇ ସେତେବେଳେ ସେବାଟେ କୁଆଡ଼େ ଯାଇଥିଲେ। ମାନେ ତାଙ୍କ ସହିତ ଆମର ମୋର ବି କିଛି କାମ ଥିଲା ଘଟଗାଁରେ। ସେ ତାପରେ ସେଠି କାମ ସାରିଲା ପରେ ସେ କହିଲେ ଏବାଟେ ପଳେଇବ ବୋଲି। ଆଉ ଇଏ ତ ମୋ ପାଇଁ କ'ଣ ଉପେକ୍ଷା କରି ଭାଇ ତାଙ୍କର ସେବାଟେ ତାଙ୍କୁ କୁଆଡ଼େ ଗଲେ। ତ ଏଇ ରାସ୍ତାଟା ଏମିତି ହେଇଛି। ଆଗରେ ଏଇ ରାସ୍ତାଟା ଯେଉଁ ଯାଇଛି, ଏଇଠି ଗୋଟେ ପୋଲଟା ଗୋଟେ ଅଛି। ସେ ଯେଉଁ ପୋଲଟା ମାନେ ଏଇ ଯେଉଁ ରାସ୍ତାଟା, ସେ ପୋଲ ତଳେ ଗଳିକି ଯିବାକୁ ହିଁ ହେବ। ଉପରେ ଓଭରବ୍ରିଜ୍ଟା ପଳେଇଛି ଡାଇରେକ୍ଟ। ଯଦି ରାସ୍ତାଟା ଯଦି ମାନେ ମାନେ ଏଇ ରାସ୍ତାଟା ଯଦି ଓଭରବ୍ରିଜ୍କି ଯିବା ପାଇଁ ରାସ୍ତା ନାହିଁ, ଉପରକୁ ଯିବା ପାଇଁ ରାସ୍ତା ନାହିଁ। ସେ ତଳ ବାଟେ ଗଳିକି ଯାଇକି ବାହାରିବ ଯେଉଁ ଘଟଗାଁ ମାର୍କେଟ ପାଖରେ ଯାଇକି ବାହାରିବ। ତ ଏଇ ବାଟେ ବି କିଛି ଲୋକ ହିଁ ଯିବା ଆସିବା ବି କରୁଛନ୍ତି। ଏବାଟେ କହନ୍ତି ଲୋକ ବି ଯିବା ଆସିବା କରୁଛନ୍ତି। ଏଠି ମାନେ ନର୍ମାଲି ଗାଁ ରାସ୍ତାଟା ମାନେ କିଛି ଏଠି ମାନେ ଏତେ ପକ୍କା ରାସ୍ତା ହେଇନି କି ମହରମ ଫହରମ କି ନର୍ମାଲି କିଛି ସେମିତି ହେଇନି। ଲୋକ ବି ଏଠି ବହୁତ ରହୁଛନ୍ତି। ଏଠି ଘର ଏଇଟା ଏଇଟା ହେଉଛି ସେଇ ଯେଉଁ ଓଭରବ୍ରିଜ୍ଟା ଯେଉଁ କହୁଥିଲି ଯା। ଏଇଟା ଯଦି ଡାଇରେକ୍ଟ ଯଦି ରାସ୍ତା ଥାନ୍ତା ଉପରକୁ ଯିବା ପାଇଁ, ତାହେଲେ ଡାଇରେକ୍ଟ ତୁମେ କହନ୍ତି ଉପରେ ଚଢ଼ି ପାରିଥାନ୍ତ ଓଭରବ୍ରିଜ୍ ଉପରକୁ। କିନ୍ତୁ ଏଠି ଚଢ଼ିବା ପାଇଁ ରାସ୍ତା ନାହିଁ। ଏଇଟା ଏଇ ବାଟ ଦେଇକି ଯିବ ମାନେ ଆଗରେ ବାହାରିବ ଯାଇକି କେଉଁଠି କହିଲେ ଆପଣଙ୍କର ଘଟଗାଁ ଯେଉଁ ମନ୍ଦିର ପିଛାକୁ ଯେଉଁ ଇଏଟା ଅଛି, ସେଇଠି ଯାଇକି ବାହାରିବ। ସେଇଠି ଯାଇକି ଏଇଟା ଯେଉଁ ଦେଖ ଘଟଗାଁ ଯେଉଁ ଲଜ୍ ଫଜ୍ ଯେଉଁ ଅଛି ସେପଟରେ, ଏଇଟା ରାସ୍ତାଟା ପାଖାପାଖି ହେଇଗଲୁଣି। ଏଇ ରାସ୍ତାଟା ମୁଁ ଭାବୁଛି ତ ଭଲ ରାସ୍ତାଟା, ଏଇଟା ଟିକେ ବାଗେଇ ଦେଇଥାନ୍ତି ତ ଆହୁରି ଭଲ ହେଇଥାନ୍ତା। ତ ଆମେ ପହଞ୍ଚିଗଲୁ ଆସିକି ପାଖାପାଖି ପହଞ୍ଚିଗଲୁଣି। ଏଇଟା ଯେଉଁ ସାଇଡ଼୍ରେ ଯେଉଁ ଏଇଠି ଯେଉଁ ହୋଟେଲଟା ଅଛି, ଏଇଠି ପାର୍କିଂ କରନ୍ତି ଗାଡ଼ି। ତ ଏଇଟା ମେନ୍ ରୋଡ଼ଟା ଏଇଟା। ତ ଆମେ ଆସିକି ପାଖରେ ଆସିକି ପହଞ୍ଚିଗଲୁଣି। ତ ଆଗକୁ ଯିବା। ଆଗକୁ ଯିବା ମାନେ ସେ ଏପଟରେ ଆଉ ତ ମୁଁ ତ ଯାଇନାହିଁ ଆଗ ବୁଲିକା। ତ ଏ ଭିତରେ ଆମର ସେ ଯେଉଁ ଭାଇ ଯିଏ କହୁଥିଲି ତାଙ୍କ ଦୋକାନ ପାଖକୁ ଯାଇଥିଲୁ। ତାଙ୍କ ଦୋକାନ ପାଖରୁ ସିଏ ସେଠି ଗୋଟେ କାମ ଥିଲା। ସେ କାମ ସାରିଲା ପରେ ସିଏ କହିଲେ ଭାଇ ତୁମେ ସେବାଟେ ଯିବନି, କହିକି ସେ ଭିତର ବାଟେ ମୋତେ ଗୋଟେ ଆଉ ଗୋଟେ ଆଣିକି ସିଏ ନେଇକି ମାନେ ସେ ଯେଉଁଠି ଷ୍ଟ୍ରାଇକ୍ କରୁଥିଲେ ସେ ଏୟାରପୋର୍ଟରୁ ନେଇକି ଛାଡ଼ିଦେଲେ। ଛାଡ଼ିଦେଲେ ଯଦି ତାପରେ ସେ ଏୟାରପୋର୍ଟରେ ତାପରେ ଛାଡ଼ିଦେଲେ। ତାପରେ ସେଇଠୁ ମୁଁ ପଳେଇଲି। ଢେଙ୍କାନାଳରେ ବି କହିଲେ ହେଉଥିଲା ଷ୍ଟ୍ରାଇକ୍ ଥିଲା। ତାପରେ ଆମେ ଆଇଲା ବେଳକୁ, କିନ୍ତୁ ମୁଁ ଆଇଲା ବେଳକୁ ସେତେବେଳେ ଆଉ କେହି ନଥିଲେ, ନର୍ମାଲି ବ୍ୟାନର ମାରିଥିଲେ। ତାପରେ ଏଠି ଷ୍ଟ୍ରାଇକ୍ କରୁଥିଲେ। ତାପରେ ମେନ୍ ରୋଡ଼ ପାଖରେ ଯେଉଁଠି ଆମେ ଉଠିବା, ଯେଉଁଠି ମେନ୍ ରୋଡ଼କୁ ଯେଉଁଠି ଉଠିବା, ସେଠି ବି ଆଉ ଗୋଟେ ଷ୍ଟ୍ରାଇକ୍ କରୁଥିଲେ। କିନ୍ତୁ ସେଠି ଆସିଲା ବେଳେ ଆଉ କିଛି କହିଲେନି ସେମାନେ, ବାଇକ୍ ବାଲାଙ୍କୁ ହିଁ ଛାଡ଼ିଦେଲେ। କିଛି କହିଲେ ବାଇକ୍ରେ ଗଲୁ କିଛି କହିଲେନି, ସେ ଛାଡ଼ିଦେଲେ। ଏଇଟା ତ ଘଟଗାଁ ମନ୍ଦିରଟା ଏଇଟା। ଆଉ ଏଠି ଷ୍ଟ୍ରାଇକ୍ ନୁହେଁ, ସେଇ ଆଗଟାରେ ଷ୍ଟ୍ରାଇକ୍ ହେଉଛି। ଏଇ ଯେଉଁ ଶିବ ମନ୍ଦିର ତା ଆଗକୁ ଟିକେ ଟ୍ରାଇ କରୁଛନ୍ତି, ମାନେ ଛାଡ଼ୁନାହାନ୍ତି ଆଉ। ଏଇ ପାଖରେ ପହଞ୍ଚିଗଲି ଆଉ। ଠିକ୍ ଅଛି ଭାଇ, ଏତିକି ଥିଲା ଆଜିରେ।
ଧନ୍ୟବାଦ ଭିଡ଼ିଓଟା ଦେଖିଥିବାରୁ ଥ୍ୟାଙ୍କ ୟୁ।